ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $500 ବିଲିୟନ ଡଲାରରେ ପହଞ୍ଚାଇବା ଲାଗି ଆମେରିକା ଓ ଭାରତ ଏକମତ। 2019 ପୁଲୱାମା ଆକ୍ରମଣକୁ ପୂରିଲା 6 ବର୍ଷ। ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ପାକିସ୍ତାନରେ ବୋମା ବିସ୍ଫୋରଣରେ 11 ମୃତ, 7 ଗୁରୁତର। ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ 38ତମ ଜାତୀୟ କ୍ରୀଡ଼ା ଉଦ୍ଯାପନୀ ସମାରୋହ। ଆଜିଠାରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍ 2025। ଏକବିଂଶ ଶତାବ୍ଦୀରେ ପ୍ରମୁଖ ପ୍ରତିରକ୍ଷା ସହଯୋଗ ପାଇଁ ଭାରତ ଏବଂ ଆମେରିକା 10 ବର୍ଷିଆ ନୂତନ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଘୋଷଣା କରିଛନ୍ତି। 2025 ମସିହାରୁ 2035 ପର୍ଯ୍ୟନ୍ତ ଏହି ବୁଝାମଣା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ସୁଦୃଢ଼ ହେବ। ୱାଶିଂଟନ୍ ଡିସିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସାକ୍ଷାତ ଆଲୋଚନା ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏକ ମିଳିତ ବିବୃତ୍ତିରେ ଉଭୟ ନେତା କହିଛନ୍ତି, ଆମେରିକା ଭାରତ ସହିତ ପ୍ରତିରକ୍ଷା ବିକ୍ରୟ ଏବଂ ମିଳିତ ଉତ୍ପାଦନକୁ ଆହୁରି ବୃଦ୍ଧି କରିବ, ଯାହାଫଳରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ସୁଦୃଢ଼ ହୋଇପାରିବ। जब अमेरिका और भारत साथ मिलकर काम करते हैं, यानी मागा मागा प्लस मीगा, तब बन जाता है मेगा पार्टनरशिप फॉर प्रॉस्पेरिटी। और यही मेगा स्पिरिट हमारे लक्ष्यों को नया स्केल और स्कोप देती है। फ्रेंड्स, आज हमने द्विपक्षीय व्यापार को 2030 तक 2 गुना से भी अधिक बढ़ाकर $500 बिलियन तक पहुंचाने का लक्ष्य निर्धारित किया है। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ଦୃଢ଼ ସହଯୋଗ ଏକ ଉନ୍ନତ ବିଶ୍ୱ ଗଠନ ଦିଗରେ ସହାୟକ ହୋଇପାରିବ। ଅନ୍ୟପକ୍ଷରେ ସୀମାପାର ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଭାରତ ଓ ଆମେରିକା ସହମତି ପ୍ରକାଶ କରିଛନ୍ତି। ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବେ ଲୋପ କରିବା ଲାଗି ମିଳିତ ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। आतंकवाद के खिलाफ लड़ाई में भारत और अमेरिका दृढ़ता से साथ खड़े रहे। हम सहमत हैं कि सीमा पार आतंकवाद के उन्मूलन के लिए ठोस कार्रवाई आवश्यक है। और मैं राष्ट्रपति जी का आभारी हूं, उन्होंने 2008 के जिसने भारत में नरसंहार किया, उस मुजरिम को अब भारत के हवाले करने का निर्णय किया है। भारत की अदालतें उचित कार्रवाई करेंगी। ବୈଠକରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ନାମକ ବୃହତ୍ତମ ବାଣିଜ୍ୟ ମାର୍ଗ ନିର୍ମାଣରେ ଭାରତ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ। ଆମେରିକା ଭାରତକୁ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଯୋଗାଣ କରିବା ନେଇ ଏହି ବୈଠକରେ ଘୋଷଣା କରାଯାଇଛି। ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ଏବଂ ବିକଶିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଭାରତ ଚଳିତ ବର୍ଷ ଶେଷ ଆଡ଼କୁ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବ ଏବଂ ଏଥିରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛନ୍ତି। ଉଭୟ ଦେଶ ଶକ୍ତି ସୁଲଭତା, ବିଶ୍ୱସନୀୟତା, ଉପଲବ୍ଧତା ଏବଂ ସ୍ଥିର ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଭାରତରେ ଆମେରିକୀୟ ଡିଜାଇନରେ ପରମାଣୁ ରିଆକ୍ଟର ନିର୍ମାଣ କରିବା ଦିଗରେ ଆଗକୁ ବଢ଼ିବା ଲାଗି ଉଭୟ ନେତା ସହମତ ହୋଇଛନ୍ତି। 2 ଦିନିଆ ଆମେରିକା ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଚଳିତ ମାସ 10 ତାରିଖରୁ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯାଇଥିଲେ। 2019ରେ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସେମାନଙ୍କ ବଳିଦାନ ଏବଂ ଦେଶ ପ୍ରତି ଅତୁଟ ସମର୍ପଣକୁ ଆଗାମୀ ପିଢ଼ି କେବେ ବି ଭୁଲି ପାରିବେ ନାହିଁ। ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଆଜି 6 ବର୍ଷ ପୂରଣ ହୋଇଥିବା ବେଳେ ଏଥିରେ 40 ଜଣ ସିଆର୍ପିଏଫ୍ ଯବାନ ଶହୀଦ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ନରେନ୍ଦ୍ର ମୋଦି ସରକାର ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଅଭିଯାନ ଚଳାଇଛନ୍ତି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଲାଗି ସରକାର ସଂକଳ୍ପବଦ୍ଧ।
2019 ମସିହାରେ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଆତଙ୍କବାଦ ସମଗ୍ର ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ ଏବଂ ସମଗ୍ର ବିଶ୍ୱ ଏହା ବିରୁଦ୍ଧରେ ଏକଜୁଟ ହୋଇଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଓ ଥାଇଲ୍ୟାଣ୍ଡ ମଧ୍ୟରେ 2000 ବର୍ଷରୁ ଅଧିକ ସମୟ ଧରି ନିବିଡ଼ ସାଂସ୍କୃତିକ ସମ୍ପର୍କ ରହିଛି। ଥାଇଲ୍ୟାଣ୍ଡରେ ଆୟୋଜିତ ସମ୍ବାଦ କାର୍ଯ୍ୟକ୍ରମକୁ ଆଭାସୀ ଜରିଆରେ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଥାଇଲ୍ୟାଣ୍ଡର ଆକ୍ଟ ୱେଷ୍ଟ ନୀତି ପରସ୍ପରର ପରିପୂରକ ଓ ଏହା ଉଭୟ ଦେଶର ପ୍ରଗତି ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରୁଛି। ସେ କହିଛନ୍ତି, ଏହି ସମ୍ମିଳନୀ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ଆଉ ଏକ ସଫଳ ଅଧ୍ୟାୟ। ଏହି ଅବସରରେ ଶ୍ରୀ ମୋଦି ଥାଇଲ୍ୟାଣ୍ଡର ସମୃଦ୍ଧ ସଂସ୍କୃତି, ଇତିହାସ ଓ ଐତିହ୍ୟ ବିଷୟରେ ଆଲୋଚନା କରିଥିଲେ। ପାକିସ୍ତାନରେ ବୋମା ବିସ୍ଫୋରଣରେ 11 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି। ବଲୁଚିସ୍ତାନର ସହଭାଗ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଥିବା ପ୍ରାରମ୍ଭିକ ଭାବେ ସୂଚନା ମିଳିଛି। ରାସ୍ତା କଡ଼ରେ ଏକ ବୋମା ଖଞ୍ଜା ଯାଇଥିବା ବେଳେ କୋଇଲା ଖଣି ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ସେହି ବାଟ ଦେଇ ଯିବାବେଳେ ବିସ୍ଫୋରଣ ଘଟିଥିଲା। ସୁରକ୍ଷା ବଳ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ଗୁରୁତର ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଡାକ୍ତରଖାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିସ୍ଫୋରଣ ସ୍ଥଳରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ 2 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ସମ୍ପୃକ୍ତ ଅଞ୍ଚଳରେ ବଲୋଚ ଲିବରେସନ୍ ଆର୍ମି ସକ୍ରିୟ ଥିବାରୁ ବୋମା ବିସ୍ଫୋରଣ ପଛରେ ଏହାର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। 38ତମ ଜାତୀୟ କ୍ରୀଡ଼ା ଆଜି ଉଦ୍ଯାପନ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ହଲ୍ଦ୍ୱାନିରେ ଆୟୋଜିତ ହେବାକୁ ଥିବା ସମାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗତ ମାସ 28 ତାରିଖରେ ଡେରାଡୁନ୍ର ମହାରାଣା ପ୍ରତାପ କ୍ରୀଡ଼ା ମହାବିଦ୍ୟାଳୟରେ ଆୟୋଜିତ ଜାତୀୟ କ୍ରୀଡ଼ାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। 38ତମ ଜାତୀୟ କ୍ରୀଡ଼ାରେ 35ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡେରାଡୁନ୍ ସମେତ ହଲ୍ଦ୍ୱାନି, ହରିଦ୍ୱାର ଓ ରୁଦ୍ରପୁର ସହରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ 28ଟି ରାଜ୍ୟ, 8ଟି କେନ୍ଦ୍ରଶାସିତ ଅଞ୍ଚଳ ଓ ସର୍ଭିସେସ୍ ସ୍ପୋର୍ଟସ୍ କଣ୍ଟ୍ରୋଲ ବୋର୍ଡ ଭାଗ ନେଇଥିଲେ। ସାରା ଦେଶରୁ ଖେଳାଳିମାନେ 1523ଟି ପଦକ ଜିତିଥିବା ବେଳେ ସେଥିମଧ୍ୟରେ 457ଟି ସ୍ୱର୍ଣ୍ଣ, 455ଟି ରୌପ୍ୟ ଓ 611ଟି ବ୍ରୋଞ୍ଜ ପଦକ ରହିଛି। ପଦକ ତାଲିକାରେ ସର୍ଭିସେସ୍ କଣ୍ଟ୍ରୋଲ ବୋର୍ଡ ସର୍ବାଧିକ 67ଟି ସ୍ୱର୍ଣ୍ଣ ପଦକ ସହ 120ଟି ପଦକ ହାସଲ କରିଥିବା ବେଳେ ମହାରାଷ୍ଟ୍ର 53ଟି ସ୍ୱର୍ଣ୍ଣ ସହ 195ଟି ପଦକ ହାସଲ କରିଛି। ଓଡ଼ିଶାର ଖେଳାଳିମାନେ 14ଟି ସ୍ୱର୍ଣ୍ଣ, 15ଟି ରୌପ୍ୟ ଓ 17ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଉ କିଛି ସମୟ ପରେ ହଲ୍ଦ୍ୱାନିର ଅନ୍ତର୍ଜାତୀୟ କ୍ରୀଡ଼ା ପରିସରରେ ସମାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଅମିତ ଶାହାଙ୍କ ବ୍ୟତୀତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ମେଘାଳୟ ମୁଖ୍ୟମନ୍ତ୍ରୀ କୋଙ୍କାଲ ସାଙ୍ଗମା, କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଅଜୟ ଟମ୍ତା, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଖିଲ ଖଡ୍ସେ ଓ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ତଥା ସାଂସଦ ପିଟି ଉଷା ଏହି ସମାରୋହରେ ଉପସ୍ଥିତ ରହିବେ। ମହିଳା ପ୍ରିମିୟର ଲିଗ୍ 2025 ଆଜିଠାରୁ ଆରମ୍ଭ ହେବ। ଭଦୋଦରାରେ ଆଜି ଉଦ୍ଘାଟନୀ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଜାୟଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଖେଳାଯିବ। ସୂଚନା ଅନୁଯାୟୀ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ମହିଳା ପ୍ରିମିୟର ଲିଗ୍ର ତୃତୀୟ ସଂସ୍କରଣ ଜାରି ରହିବ ଏବଂ ବ୍ରାବୋନ୍ ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାୟଣ୍ଟସ୍, ୟୁପି ୱାରିୟର୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭାଗ ନେଉଛନ୍ତି। ଗତବର୍ଷ ମହିଳା ପ୍ରିମିୟର ଲିଗ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟୀ ହୋଇଥିଲା। ଇଣ୍ଡିଆନ୍ ସୁପର ଲିଗ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଫୁଟବଲ କ୍ଲବ 2-0 ଗୋଲ୍ରେ ଜାମସେଦପୁର ଫୁଟବଲ କ୍ଲବକୁ ପରାସ୍ତ କରିଛି। ଆଇଏସ୍ଏଲ୍ ଇତିହାସରେ ପ୍ରଥମ ଥର ପାଇଁ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ବିଜୟ ହାସଲ କରିଛି। ଆସନ୍ତା 20 ତାରିଖରେ ଜାମସେଦପୁର ଏଫ୍ସି ମହମ୍ମଦିଆନ ସ୍ପୋର୍ଟିଂ କ୍ଲବ ସହ ମ୍ୟାଚ୍ ଖେଳିବାକୁ ଥିବାବେଳେ 21 ତାରିଖରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ଓ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $500 ବିଲିୟନ ପହଞ୍ଚାଇବା ଲାଗି ଆମେରିକା ଓ ଭାରତ ଏକମତ। 2019 ପୁଲୱାମା ଆକ୍ରମଣକୁ ପୂରିଲା 6 ବର୍ଷ। ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ପାକିସ୍ତାନରେ ବୋମା ବିସ୍ଫୋରଣରେ 11 ମୃତ, 7 ଗୁରୁତର।
ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ 38ତମ ଜାତୀୟ କ୍ରୀଡ଼ା ଉଦ୍ଯାପନୀ ସମାରୋହ ଓ ଆଜିଠାରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍ 2025। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଲଗ୍ଇନ୍ କରିପାରିବେ।